ତୁଳା ରାଶିର ଭାଇ ଭଉଣୀମାନେ 14/7, 15/7, 16/7 ଅଟନ୍ତି। ଏମାନଙ୍କର ବୃହସ୍ପତି ଅଷ୍ଟମରେ ଅଛନ୍ତି। ଗତ ବର୍ଷଟି ବୃହସ୍ପତିଙ୍କ ଠାରୁ ଏମାନେ ଶୁଭଫଳ କିଛି ପାଇନାହାନ୍ତି, ବହୁତ କଷ୍ଟ ପାଇଛନ୍ତି, ବହୁତ କ୍ଷୟକ୍ଷତି ହେଇଛି। ସେ କ୍ଷୟକ୍ଷତି ପୁନରୁଦ୍ଧାର ହେଉଛି। ନବମ ବୈଶାଖ ବୃହସ୍ପତି ଜୀବୋଦିତିଏ ଧନ ଧାନ୍ୟ ଭୋଗୀ ସୁତାର୍ଥ ଲାଭ ନବ ପଞ୍ଚକେଶୁ। ଆପଣମାନଙ୍କର ଯେହେତୁ ନବମ ବୃହସ୍ପତି ଆସୁଛନ୍ତି, ସେ ଲଗ୍ନକୁ ଦୃଷ୍ଟି କରୁଛନ୍ତି ଶୁକ୍ର କ୍ଷେତ୍ରକୁ, ତୁଳା ରାଶିକୁ, ତୃତୀୟ ଭାତୃସ୍ଥାନକୁ ଦୃଷ୍ଟି କରୁଛନ୍ତି, ପଞ୍ଚମ ଦୃଷ୍ଟି ହେଉଛି ପିଲାଙ୍କ ସ୍ଥାନକୁ। ତେଣୁକରି ଶରୀର, ଭାଇ, ପିଲା ସବୁ ଠିକ୍ ପ୍ରାୟ ରହିବେ। ଆଉ ଟିକେ ଦୃଷ୍ଟି ରହିଛି, ଟିକେ ଟିକେ କଟିଯାଉଛି କିଛି, ଯେହେତୁ ଶୁକ୍ର କ୍ଷେତ୍ର ଦୃଷ୍ଟି କରିଛନ୍ତି। ପେଟ ରୋଗ, ଚର୍ମ ରୋଗ, ଅସ୍ଥି ରୋଗ, ବାୟୁ ରୋଗ ସୃଷ୍ଟି ହେବ, କଟାକଟି ବି ହୋଇପାରେ। ଯେହେତୁ ବୃହସ୍ପତି ଲଗ୍ନକୁ ଦୃଷ୍ଟି କରିଛନ୍ତି ଶୁକ୍ର କ୍ଷେତ୍ରକୁ, ରାହୁ ବି ସେପଟେ ଦୃଷ୍ଟି ଅଛି। ଗୁରୁ ଚାଣ୍ଡାଳି ଯୋଗ ହେଇଯାଉଛି ନା ଜାଗାଟା, ପେଟ ଜାଗାଟା ପୀଡ଼ିତ ହୋଇପାରେ, ହୁସିଆରେ। ଆଉ କ'ଣ, ସପ୍ତମ ଦୃଷ୍ଟି ଧନୁରାଶିକୁ, ତୃତୀୟ ଭାବ, ଭାତୃଭାବ, ସାନ ଭାଇ ସହିତ ଭଲ ସମ୍ପର୍କ, ଷୋଳାଶାଳୀ ସହିତ ଭଲ ସମ୍ପର୍କ, ନିଜର ସମ୍ମାନ ବହୁତ ବଢ଼ିବ। ନବମ ଦୃଷ୍ଟି ପଞ୍ଚମ ଭାବ କୁମ୍ଭ ରାଶିକୁ, ଶନି କ୍ଷେତ୍ରକୁ, ପିଲାଙ୍କର ଉଚ୍ଚ ବିଦ୍ୟା, ପିଲାମାନେ ବିଦେଶ ଯିବେ, ପିଲାଙ୍କ ସହିତ ସମ୍ପର୍କ ଭଲ ରହିବ। ଜ୍ୟେଷ୍ଠ ପିଲାଟିର ବା ବଡ଼ ପୁଅର ବହୁତ ଶୁଭକର୍ମ ହେବାର ଆଶା ବି ଦେଖାଉଛି। ଏଥିରେ କିଛି ଅସୁବିଧା ନାହିଁ। ବିଶେଷ କରି ତୁଳା ରାଶି ଭାଇ ଭଉଣୀମାନେ ବୃହସ୍ପତିଙ୍କର ଯେଉଁ ଫଳ ଆଶା କରୁଛନ୍ତି ନିଶ୍ଚୟ ଏ ବର୍ଷ ପାଇବେ। ପରୀକ୍ଷା କରି ଦେଖନ୍ତୁ, ମୁହଁ କଥାରେ କିଛି ନାହିଁ, ପରୀକ୍ଷା କରି ଦେଖନ୍ତୁ ଏ ବର୍ଷଟି କେମିତି କଟୁଛି 15/5/2025 ପରେ।